ଜୟ ଜଗନ୍ନାଥ। ବର୍ତ୍ତମାନ ମୁଁ ଆସିକି ଆପଣଙ୍କ ରିକ୍ୱେଷ୍ଟ ଅନେକ ଜଣ କମେଣ୍ଟ କରିଥିଲେ ଅସୀମା ପଣ୍ଡା ଯିଏକି ଓଡ଼ିଶାର ବେଷ୍ଟ ସିଙ୍ଗର ତାଙ୍କ ପାଖକୁ ଯାଆନ୍ତୁ। ମୁଁ ଆସି ପହଞ୍ଚି ଯାଇଛି। ଆଉ ଜଣେ ଭାଇଙ୍କୁ ପଚାରେ, ଭାଇ କଣ କହିବେ, ତାଙ୍କ ଆଡ୍ରେସଟା ଆଉ ଟିକେ କହିଦେବେ। ଆଡ୍ରେସଟା ହଉଛି ବର୍ତ୍ତମାନ ଭାଇ ଆମକୁ ଆଡ୍ରେସ କହିଦେଲେ, ତାପରେ ଯିବା ଦେଖିବା ତାଙ୍କ ହୋମ ଟାୱାର ସେ ଅଛନ୍ତି କି ନାହାନ୍ତି ସବୁ କିଛି ଡିଟେଲ୍ସ ଦେଖେଇବି, କିନ୍ତୁ ଭିଡିଓ ସ୍କିପ୍ କରନ୍ତୁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହୁଛି କି ଯେମିତି ଫିଲ୍ମ ଆସୋସିଏସନ ଅନେକ କଳାକାର ମେସେଜ କଲେ, ପର୍ସନାଲ ମେସେଜ ଯେ କହିଲେ ପ୍ରକୃତରେ ତାଙ୍କ ଓରିଜିନାଲ ଆଡ୍ରେସ କୁହନ୍ତୁ ନାହିଁ। ସେଥିପାଇଁ ଆମେ ଆକ୍ଚୁଆଲି ପ୍ରକୃତରେ ଆଡ୍ରେସ କହୁନାହୁଁ, କେବଳ ତାଙ୍କ ହୋମ ଟାୱାର ଦେଖେଇବୁ, ତାଙ୍କୁ ଦେଖେଇବୁ, ତାଙ୍କ ଘର ଫର ସବୁ ଦେଖେଇବୁ, କିନ୍ତୁ ତାଙ୍କ ଦୟାକରି ଅନୁରୋଧ କରୁଛି କେହି ବି ଆଡ୍ରେସ ପଚାରିବେନି ନା, ଆଡ୍ରେସ ଆମେ ଆଡ୍ କରିବୁ ନାହିଁ। କାହିଁକି ନା ତାଙ୍କ ସିନେ ଆସୋସିଏସନ କିଛି ଲୋକ ଷ୍ଟ୍ରିକ୍ଟଲି କହିଛନ୍ତି ଯେ କୌଣସି ଆଡ୍ରେସ ତାଙ୍କର କୁହନ୍ତୁ ନାହିଁ, ସେମିତି ଭିଡିଓ କରନ୍ତୁ। ଭିଡିଓ ଦେଖିବା ପାଇଁ ସେଣ୍ଡ ମୋ ସହିତ ଲିଙ୍କରେ ରହିଥାନ୍ତୁ, ଘରକୁ ଯାଆନ୍ତୁ। ବର୍ତ୍ତମାନ ଆମେ ଆସି ତାଙ୍କ ଘର ହୋମ ଲୋକେସନ ପର୍ଯ୍ୟନ୍ତ, ହୋମ ଟାୱାର ପାଖରେ, ହୋମ ଟୁର ପାଖରେ ପହଞ୍ଚି ଯାଇଛୁ। ଦେଖନ୍ତୁ ମୋ ପଛରେ ଯୋଉ ଘର ଅଛି, ଇଏ ହଉଛି ଅସୀମା ପଣ୍ଡାଙ୍କ ଘର, ଯୋଉଠିକି ଅସୀମା ପଣ୍ଡା କଣ୍ଠଶିଳ୍ପୀ ଏଇଠି ରୁହନ୍ତି। ଦେଖନ୍ତୁ କେମିତି ଆଲିଶାନ ବଙ୍ଗଳା, ଏଇ ଆଲିଶାନ ବଙ୍ଗଳା ହିଁ ଅସୀମା ପଣ୍ଡା ରୁହନ୍ତି। ସମ୍ପୂର୍ଣ୍ଣ ଭାବରେ ତାଙ୍କ ଘର ଦେଖେଇ ଦଉଛି। ହୋମ ଟାୱାର ଦେଖନ୍ତୁ, ଏଇ ଘରେ ହିଁ ସମ୍ପୂର୍ଣ୍ଣ ଭାବରେ ଏଇ ଘରେ ହିଁ ସମ୍ପୂର୍ଣ୍ଣ ଭାବରେ ଅସୀମା ପଣ୍ଡା ରୁହନ୍ତି।